Ready. वंदे वंदे भारत माता के भारत माता के ସିଏ ଯୋଉ ପଟେ ମିଡ଼ିଆ ପାଇଁ କରୁଛନ୍ତି ଆମେ ସେଇପଟେ ଅଛୁ। ଆମେ କ'ଣ କରିବୁ? ଜଣେ ମିଡ଼ିଆ ଟିକେ ନେବେ, ସେ ତ ନେତା କର୍ମୀ କ'ଣ ନେବେ? ଆମେ କ'ଣ ଠିଆ ହେଇଛୁ? ଆମକୁ ଠିଆ କରୁଛୁ। ये आज
ଆଜିର ସାଧାରଣତନ୍ତ୍ର ଦିବସରେ ଦୃଷ୍ଟିରୁ ଅନେକ ସମୟରେ ଗଣତନ୍ତ୍ର ପ୍ରତି ଏବଂ ଆମର ସମ୍ବିଧାନ ପ୍ରତି ବିପଦ ରହିଛି। ତେଣୁ ସମସ୍ତେ ଏହି ମୁହୂର୍ତ୍ତରେ ଆମର ଅତୀତର ନେତୃବୃନ୍ଦଙ୍କୁ ମନେ କରି ଏ ଯୋଉ କଠିନ ପରିଶ୍ରମ ସହିତ ଆମେମାନେ ସଭରେନିଟି ପାଇଥିଲେ, ଫ୍ରିଡମ୍ ପାଇଥିଲେ, ତାକୁ କିଭଳି ପୁନରୁଦ୍ଧାର କରି ରକ୍ଷା କରି ଆଗକୁ ଦେଶକୁ ଗଣତନ୍ତ୍ର ବଞ୍ଚେଇ ରଖିବା ସେଥିପାଇଁ କାମ କରିବା। ଏଇଟା ହଉଛି ଗୋଟିଏ ସ୍ମରଣର ଦିବସ, ଏଇଟା ଗୋଟିଏ ହଉଛି ପୁନରୁତ୍ସର୍ଗର ଦିବସ। ଦେଖନ୍ତୁ ଆଜି ଗୋଟେ ଦେଶ ପାଇଁ ଭଲ ଦିନ, ସେଥିରେ ହୀନ ରାଜନୀତିର ମନ୍ତବ୍ୟ ଉପରେ ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହେଁ ନାହିଁ। ନିଶ୍ଚିତ ଭାବେ ସାଧାରଣତନ୍ତ୍ର ଦିବସ ଅବସରରେ ଆମେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛୁ। ଆମର ପ୍ରିୟ ନେତା ନବୀନ ବାବୁ ଯେ 24 ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ, ଏବେ ମାନ୍ୟବର ବିରୋଧୀ ଦଳ ନେତା ଅଛନ୍ତି। ସଦାବେଳେ ସର୍ବୋଚ୍ଚ ପ୍ରାଥମିକତା ଓଡ଼ିଶାବାସୀଙ୍କର ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି। ଯେତେ ସେ ଓଡ଼ିଶାର ଜନସାଧାରଣ ପାଇଁ ବ୍ରତୀ ଅଛନ୍ତି, ଯେମିତି ଏ ରାଜ୍ୟ ଆଗାମୀ ଦିନରେ ବିକଶିତ ହଉ ଏବଂ ବିକାଶ ମାର୍ଗରେ ଯାଉ, ଅନେକ କାର୍ଯ୍ୟକ୍ରମ ସେ ନେଇଛନ୍ତି। ତାହା ସମ୍ପୂର୍ଣ୍ଣ ସଫଳ ହଉ। ଆଜି ଦିନରେ ଆମେ ଆଉ ନିଜକୁ ପୁନରୁତ୍ସର୍ଗ କରିବା। 77ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଉଦ୍ଦୀପନା ସହିତ ରାଜ୍ୟ ବିଜୁ ଜନତା ଦଳ ମୁଖ୍ୟାଳୟରେ କିଛି ସମୟ ଆଗରୁ ସମାହିତ ହୋଇଯାଇଛି ଏବଂ ଆମର ଓଡ଼ିଶା ଜନଗଣଙ୍କର ପ୍ରିୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଏବଂ ଜନଗଣ ମନର ଗାନ ଭିତରେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଦେଶାତ୍ମବୋଧ ସଙ୍ଗୀତର ଗାନ ଭିତରେ ଏହା ଅନୁଷ୍ଠିତ ହୋଇଯାଇଛି ଏବଂ ସାଧାରଣତନ୍ତ୍ର ଦିବସ ଆମ ସମସ୍ତଙ୍କ ପାଇଁ, ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ଦିନ ଏବଂ ଏହି ଦିନ ସାଧାରଣତନ୍ତ୍ର ଆମେ ଏକ ଆଞ୍ଚଳିକ ଦଳ ହିସାବରେ ଏବଂ ଓଡ଼ିଶାର ଜନଗଣଙ୍କର ଯେମିତି ଯେ ଦାରିଦ୍ର୍ୟରୁ ଯେମିତି ହ୍ରାସ ଦ୍ରୁତତମ ହ୍ରାସରେ ଓଡ଼ିଶା ପ୍ରଥମ ହେଇଥିଲା ନବୀନ ବାବୁଙ୍କ ସରକାର ବେଳେ, ସେଭଳି ସେମାନେ ଆହୁରି ସଶକ୍ତ ହୁଅନ୍ତୁ, ଲୋକଙ୍କ ରୋଜଗାର ବଢ଼ୁ, ଲୋକମାନେ ମୌଳିକ ସୁବିଧା ସୁଯୋଗ ପାଆନ୍ତୁ, ଚାଷୀଠୁ ଆରମ୍ଭ କରି ସାଧାରଣ ଗ୍ରାମବାସୀ ସେମାନେ ଆହୁରି ତାଙ୍କର ଆୟ ବଢ଼ୁ, ସେମାନେ ଭଲରେ ରୁହନ୍ତୁ, ଏତିକି କାମନା। ସାର୍ ଆଜି ମୁଖ୍ୟମନ୍ତ୍ରୀ କଟକରେ କହିଲେ ପୂର୍ବ ସରକାର ସମୟରେ ଜାନୁଆରୀ ବିକାଶ ହେଇପାରୁନଥିଲା, ଆମେ ବିକାଶ କରିବୁ ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା। ଏଇଟା ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ସାଧାରଣତନ୍ତ୍ର ଦିବସ ଦିନ ଶୋଭା ପାଏ, ଯଦି ଅନ୍ୟ କାହାକୁ ଶୋଭା ପାଉଥିବ ମୁଁ ଜାଣିନି। ଏବଂ 19 ମାସ ହେଇଗଲାଣି, 1.5 ବର୍ଷ ହେଇଗଲାଣି ବିକାଶ କରିବୁ କରିବୁ, ବିକାଶ ଗୋଟେ ନିରବଚ୍ଛିନ୍ନ ପ୍ରକ୍ରିୟା, କିନ୍ତୁ ଯୋଉ ମାନସିକତାରେ ସିଏ ହୁଅନ୍ତୁ କିମ୍ବା ମାନ୍ୟବର ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ଅନ୍ୟମାନେ ବିଭିନ୍ନ କଥାରେ ପ୍ରକଟ କରୁଛନ୍ତି ଯେ କିଛି ହେଇନି ଓଡ଼ିଶାରେ, ଆମେ ସବୁ କରିଦେବୁ, ସବୁ କରନ୍ତୁ, କିଏ ମନା କରୁ, କିନ୍ତୁ ଯୋଉ ବିକାଶ ଯାହା ହେଇଛି, ଯୋଉ ଯାହାକୁ ନୀତି ଆୟୋଗଠୁ ଆରମ୍ଭ କରି ଉପା ଏନଡିଏ ସରକାର ବାରମ୍ବାର ଭୂୟସୀ ପ୍ରଶଂସା କରିଛନ୍ତି, ସେଗୁଡିକୁ ଅନ୍ତତଃ ସ୍ୱୀକାର କରନ୍ତୁ। ଆଜ୍ଞା ଆଉ ଗୋଟେ କଥା ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଉମାନେ ମହିଳା ହିଂସା କରୁଛନ୍ତି ତାଙ୍କୁ ନିସ୍ତାର ନାହିଁ, ସେମାନେ ଜେଲ ଯିବା ଥୟ ବୋଲି ଗୋଟେ ବାର୍ତ୍ତା ମଧ୍ୟ ଦେଇଛନ୍ତି। ଭଲ, ଆମେ ଆଶା କରୁଛୁ ଯେମିତି କହିଲେ ବାଲି ଆଉ ପଥର ମଫିଆ ଥୟ ଜେଲ ଯିବା, ଯେମିତି କହିଲେ ଖଣି ଚୋରି ଯିଏ କରୁଛି ତାଙ୍କର ଅଣ୍ଟା ଭାଙ୍ଗି ସବୁ ତ ଥୟ କହୁଛନ୍ତି, କରନ୍ତୁ, ଆମର କିଛି ସେଥିରେ ବିପଦ ନାହିଁ, କରନ୍ତୁ ଯାହା କହୁଛନ୍ତି ତାକୁ କରନ୍ତୁ ଏବଂ ଯାହା ପ୍ରତିଶ୍ରୁତି ଦେଇଛନ୍ତି ଅସତ୍ୟ ନୁହେଁ ସଦାଗର, ତୋର ବାକ୍ୟ ତୁଇ ରକ୍ଷା କର। ଆଜ୍ଞା ଜୟନାରାୟଣ ମିଶ୍ର କହୁଛନ୍ତି ଆଉ ଏତେ ଆପଣ ତ ସବୁ ଜିନିଷରେ ନବୀନ ପଟ୍ଟନାୟକ ଆସିଲେ ଦଳର ନେତାମାନଙ୍କୁ ସମ୍ବୋଧନା କରାଇଲେ, ବଡ଼ ଦିବସରେ ବଡ଼ କଣ କହିବା ପାଇଁ ଚାହିଁବେ ଆଜି? ପ୍ରଥମେ ତ 77ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା, ଅଭିନନ୍ଦନ। କଷ୍ଟଲବ୍ଧ ସ୍ୱାଧୀନତା, କେତେ କଷ୍ଟ କରିକି ଯୋଉମାନେ ସ୍ୱାଧୀନତା ସଂଗ୍ରାମ ଥିଲେ ଆମେ ପାଇଛେ, ସେଟାକୁ ମନେ ରଖିବା ଉଚିତ। ଆଜିର ପିଲାମାନେ, ଆଜିର ପିଢି ସେଇଟାକୁ ଭୁଲି ଗଲେଣି। ଯୋଉଠି ଆଜି ଦେଖିବେ ବ୍ୟକ୍ତି ସ୍ୱାଧୀନତା ମଧ୍ୟ ଆଜି ବିପଦରେ ଅଛି। ଆପଣ ମାନେ ସମସ୍ତେ ରାତି ପାଇଲେ ଦେଖୁଥିବେ, କିଏ କଣ ଖାଇଲା, କିଏ କଣ ପିନ୍ଧିଲା, କିଏ କଣ ନାଇଲା, ସେ ମଧ୍ୟ ବିପଦରେ ଅଛି। ଏ ସମୟରେ ଯୋଉ କଥା ପଚାରୁଛନ୍ତି, ମୋର ନେତା ନବୀନ ପଟ୍ଟନାୟକ, ବିଜୁ ଜନତା ଦଳ ଗୋଟେ ଶୃଙ୍ଖଳିତ ଦଳ,
मोर नेता जने सबुठ मु कहबी श्रृंखलित जदि किए थाए सी होचंदी नवीन पट्टनायक जे सब बड़े अहिंसा को गुरुत्व देइचंदी अहिंसा को प्रियम्बुल रे केमिति रखा हबो से कथा मध्य से दाबी करचंदी आमे तांको कथा को नेके संसद रे उठौचु सेही थरो देखंतु नवीन पट्टनायक आसिले गोटे श्रृंखलित भाव में पताका उत्तोलन है समस्त सी केते भल भाव ये कले तेणु समस्ते आमे जेते नेता नेता किए गोटे मात्र जेते आपण कहबे सबु नेता मु गोटे कथा कहे आज्ञा विजु जनता दल रे जेते नेता नाहंती विजु जनता दल रे केवल और केवल गोटे मात्र नेता सी होचंती नवीन पट्टनायक सी नवीन पट्टनायक संगे आमे समस्त कर्मी तांको मार्ग अनुसरण करिया पे आमे अछु बीजेडी बीजेपी रो सालाइने चलुची एबे जयनारायण मिश्र गोटे प्रतिक्रिया जे कहछोती जयनारायण मिश्र तो निजे कोमारे अच्छी दल तांको पचारुनी 5 फाड़ से दल धर्मेंद्र प्रधान आसुचंती मोहन माझी डाकू ना संबलपुर जो जाऊँ प्रोग्राम को धर्मेंद्र बाबू एबे गोटे माने शिक्षा विभाग गोटे कले सेठी कोठी संबलपुर सेठी समस्त एडवर्टाइजमेंट रे मोहन माझी ना नथिला फोटो नथिला ये सब बीजेपी रे बहुत चलुची आज्ञा भारतीय जनता पार्टी है मु सब बेले कहे भारतीय यात्रा पार्टी जयनारायण मिश्र कुमारे अच्छी किए पचारुची कहले किए पचारुची कहले जामा जोड़ पिंधि मंत्री हवा गोड़ टेकी ठिया हुंती किए पचारती निज दल कथा चिंता करंतु निज दल कथा चिंता कर सालाइन को को जो कथा कहले सालाइन वाटा को से जे कोंबार थिबो ताको तो जेते बेले मनीष आखिरे पियाजटा कौन देखा जाए चोपामय देखा जाए सेमिति जिते बड़े जंडिस हुए सारा दुनिया हलदिया हलदिया देखा दे कामड़ रोग हेले जयनारायण मिश्र जेहेतु कोमारे अच्छी से सालाइन मेडिकल बेड इंजेक्शन डॉक्टर नर्स एगुड़ाक देखा दउची सी निजे चिंता करंतु आज्ञा निज विषय रे निज दल विषय चिंता करंतु एते आम दल विषय चिंता करिया आमे अछि।